ପିଲାମାନେ ଦେଖ ଏଠି ଗୋଟେ ଗପ ଆମେ ପଢିବା। କଣ ଗପର ନାଁ? ତିନି ସାଙ୍ଗ। ତିନି ସାଙ୍ଗ ପଢିବା ତ? ସିଧା ହେଇକି ବସ। ଦେଖ କିଏ କିଏ ତିନି ସାଙ୍ଗ? ଏମାନେ ତିନି ସାଙ୍ଗ କେମିତି ହେଲେ ଚାଲ ଦେଖିବା। এটা কাহার চিত্র? আম্ব ଅଛି ଆଉ କଣ ଅଛି? ଗଛ ମୂଷା ଚଢିଛି ତାର ଗଛ ନା। ଗୋଟିଏ ଆମ୍ବ ଗଛ ଥିଲା। ସେ ଗଛ ଉପରେ ଗୁଣ୍ଡୁଚି ମୂଷାଟିଏ ରହୁଥିଲା। କିଏ? ଦେଖ ଥରେ ସେ ଗଛକୁ ମାଙ୍କଡଟିଏ ଆସିଥିଲା। ଗୁଣ୍ଡୁଚି ମୂଷା ମାଙ୍କଡ ସାଙ୍ଗ ହୋଇଗଲେ। ସାଙ୍ଗ ହେଇକି ଆମ୍ବ ଖାଇଲେ ଆଉ ନା। ଦିନେ ଚଢେଇଟେ ସେଠାକୁ ଆସିଲା। ଚଢେଇ ଆସିଛି କି ନାହିଁ? ଚଢେଇଟି ମାଙ୍କଡ ଓ ଗୁଣ୍ଡୁଚି ମୂଷାକୁ ଗୋଟିଏ ଲେଖାଏଁ ଫୁଲ ଦେଲା। ଦେଖ ଦେଇଛି କିନ୍ତୁ ତାକୁ ଗୋଟେ ତାକୁ ଦେଇଛି ନା। ତାକୁ ଦେଇଛି ତାକୁ ବି ଫୁଲ ଦେଇଛି। ମାଙ୍କଡ ପାଚିଲା ଆମ୍ବଟିଏ ତୋଳିଲା। ସେ ଆମ୍ବଟିକୁ ଚଢେଇକୁ ଦେଲା। ତୋଳି ଦଉଛି ଦେଇଛି ନା। ଗୁଣ୍ଡୁଚି ମୂଷା ବି ଆମ୍ବଟିଏ ତୋଳି ଚଢେଇକୁ ଦେଲା। ଗୁଣ୍ଡୁଚି ମୂଷା ଗୋଟେ ଆମ୍ବ ଚଢେଇକି ଦଉଛି। ତିନି ଜଣ ମିଳିମିଶି ଆମ୍ବ ଖାଇଲେ। କେମିତି ତିନି ଜଣ ସାଙ୍ଗ ହେଇକି ଆମ୍ବ ଖାଉଛନ୍ତି ନା। ଏହା ପରେ ତିନି ଜଣ ସାଙ୍ଗ ପାଲଟି ଗଲେ। ସେମାନେ ମନ ଖୁସିରେ ଖେଳିବାକୁ ଲାଗିଲେ। ଭଲ ଲାଗିଲା ଗପ? ଜାଣିପାରିଲ କେମିତି ସାଙ୍ଗ ହେଲେ? ଗଛରେ ପ୍ରଥମେ କିଏ ରହୁଥିଲା? ଗୁଣ୍ଡୁଚି ମୂଷା। ତାପରେ କିଏ ଆଇଲା ଗଛକୁ? ତାପରେ କିଏ ସାଙ୍ଗ ହେଲେ? ନା, ମାଙ୍କଡ ଆସିଲା ପରେ ଫାଷ୍ଟ କିଏ ସାଙ୍ଗ ହେଲେ? ଗୁଣ୍ଡୁଚି ମୂଷା ଆଉ ମାଙ୍କଡ। ତାପରେ ଯେ କିଏ ଆଇଲା? ଚଢେଇ। ତାପରେ ଚଢେଇ ସେମାନଙ୍କୁ ଫୁଲ ଦେଲା। ଫୁଲ ଦେଲା ପରେ ତିନି ଜଣ ଯାକ ସାଙ୍ଗ ହେଇଗଲେ ନା। ସେମାନେ ସବୁ ମିଶିକି ପାଚିଲା ଆମ୍ବ ଖାଇଲେ ନା। ରହିଲେ। ଭଲ ଲାଗିଲା ଗପ?